ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्म कुमार सुधांशु शेखर मिश्र। प्रथम अध्याय। एते संख्यक लोकमानक समावेश पाई केते क्षेत्रफल विशिष्ट स्थान आवश्यक और प्रकृतरे दिल्ली निकटवर्ती कुरुक्षेत्र पड़ियारे कोटि कोटि लोकंक समावेश संभव कि नुहे ताहा विचारणीय। वर्तमान एहा उपरे आलोचना करिबा अप्रासंगिक हेब। महाभारत युद्धर यथार्थ स्वरूप और गीता प्रकरणर पुनरावृत्ति शीर्षक अध्याୟରେ ଏହା ଆଲୋଚନା କରାଯାଇଛି। ଏହି ପ୍ରସଙ୍ଗରେ ଏତିକି ନିଶ୍ଚିତ ଭାବରେ କୁହାଯାଇପାରେ ଯେ କୋଟି କୋଟି ସୈନ୍ୟ ସମାଗମ ମଧ୍ୟରେ ଯୁଦ୍ଧ ପାଇଁ ଉପସ୍ଥିତ ସ୍ୱଜନ ମିତ୍ରଗଣଙ୍କୁ ଅର୍ଜୁନ ପ୍ରତ୍ୟକ୍ଷ ଦେଖିପାରିବା ସମ୍ଭବ ନଥିଲା। ତେଣୁ ଅର୍ଜୁନ ମୋହ ହେତୁ କାପୁରୁଷ ପରି ଶସ୍ତ୍ର ତ୍ୟାଗ କରି ବିଷାଦିତ ହେବା ଏବଂ ତାଙ୍କୁ ପୁନଶ୍ଚ ଯୁଦ୍ଧରେ ପ୍ରେରିତ କରିବା ପାଇଁ ଶ୍ରୀକୃଷ୍ଣଙ୍କୁ ଗୀତା ଜ୍ଞାନ ଶୁଣାଇବାକୁ ପଡ଼ିଥିଲା ବୋଲି ମହାଭାରତରେ ଯାହା ବର୍ଣ୍ଣନା ମିଳେ ତାହା ନିରାଧାର ଓ ଅଯୌକ୍ତିକ ନିଶ୍ଚିତ। ମହାଭାରତର ବର୍ଣ୍ଣନା ଅନୁସାରେ ଅର୍ଜୁନ ସେ ସମୟର ଜଣେ ଶ୍ରେଷ୍ଠ ଧନୁର୍ଦ୍ଧାରୀ ଏବଂ ଦୃଢ଼ମନା ବୀର ପୁଙ୍ଗବ ଥିଲେ। ଅନେକ ଯୁଦ୍ଧରେ ସେ ତାଙ୍କ ବୀରତ୍ୱ ପ୍ରଦର୍ଶନ କରିସାରିଥିଲେ। ବିରାଟ ରାଜ୍ୟରେ ଅଜ୍ଞାତବାସ ବେଳେ ଭୀଷ୍ମ ଦ୍ରୋଣ ଆଦିଙ୍କ ଦ୍ୱାରା ପରିଚାଳିତ ବିଶାଳ କୌରବ ସୈନ୍ୟବାହିନୀକୁ ବୃହନ୍ନଳା ବେଶଧାରୀ ଅର୍ଜୁନ ଏକାକୀ ପରାସ୍ତ କରିଥିଲେ। ଅଜ୍ଞାତବାସର ସମୟ ସମାପ୍ତ ହୋଇସାରିଥିଲା। ସର୍ତ୍ତ ଅନୁସାରେ ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ତାଙ୍କ ଭାଗର ରାଜ୍ୟ ଫେରାଇ ଦେବା କଥା। ରାଜ୍ୟ ତ ଦୂରର କଥା, ବିନା ଯୁଦ୍ଧରେ ସୁଚକ୍ର ଭୂମି ସୁଦ୍ଧା ସେ ଦେବ ନାହିଁ ବୋଲି ଘୋଷଣା କରିଦେଇଥିଲା। ଶ୍ରୀକୃଷ୍ଣଙ୍କ ସନ୍ଧି ପ୍ରୟାସ ମଧ୍ୟ ବିଫଳ ହୋଇଥିଲା। ପାଣ୍ଡବମାନଙ୍କ ପାଇଁ ଯୁଦ୍ଧ ଏକମାତ୍ର ବିକଳ୍ପ ଥିଲା। ଦୁଶାସନର ରକ୍ତରେ ଦ୍ରୌପଦୀ କେଶ ବାନ୍ଧିବେ ବୋଲି ପ୍ରତିଜ୍ଞା କରିଥିଲେ ଏବଂ ଭୀମ ଏଥିପାଇଁ ପ୍ରତିଶ୍ରୁତିବଦ୍ଧ ଥିଲେ। ଦ୍ରୌପଦୀ ବସ୍ତ୍ରହରଣ ଅପମାନର ପ୍ରତିଶୋଧ ନେବା ପାଇଁ ଅର୍ଜୁନ ପ୍ରତିଜ୍ଞା କରି କହିଥିଲେ, ସୂର୍ଯ୍ୟ ତାର ଗତିପଥ ବଦଳାଇ ଦେଇପାରେ, ହିମାଳୟ ସ୍ଥାନଚ୍ୟୁତ ହୋଇପାରେ, କିନ୍ତୁ ମୋର ପ୍ରତିଜ୍ଞା ଅଟଳ। କୁରୁକ୍ଷେତ୍ରରେ ଯୁଦ୍ଧ ପାଇଁ ଉଦ୍ୟତ ଅର୍ଜୁନ ହଠାତ୍ କିପରି ଏକଥା ଭୁଲିଗଲେ? ଶତ୍ରୁ ପକ୍ଷକୁ ଦେଖି ତାଙ୍କର ପ୍ରତିଶୋଧର ଜ୍ୱାଳା ଆହୁରି ତୀବ୍ର ହେବା କଥା, କିନ୍ତୁ ଠିକ୍ ଏହାର ବିପରୀତ ଭାବ ତାଙ୍କ ମନରେ ଜାତ ହେଲା କିପରି? ମନୋବିଜ୍ଞାନ ଅନୁସାରେ ଶତ୍ରୁଠାରୁ ନିଜକୁ କ୍ଷୀଣ ବଳ ବୋଲି ମନେ କଲେ ବ୍ୟକ୍ତିର ପଳାୟନ ପ୍ରବୃତ୍ତି ଜାଗ୍ରତ ହୁଏ ଓ ଏହାକୁ ଯଥାର୍ଥ ପ୍ରମାଣିତ କରିବା ପାଇଁ ନିଜ ସପକ୍ଷରେ ସେ ବିଭିନ୍ନ ଯୁକ୍ତି ଉପସ୍ଥାପନ କଲେ। ଅର୍ଜୁନ ଠିକ୍ ଏହିପରି ଯୁଦ୍ଧ ନ କରିବା ସପକ୍ଷରେ ବିଭିନ୍ନ ଯୁକ୍ତି ବାଢ଼ିଛନ୍ତି, କିନ୍ତୁ କୌରବମାନଙ୍କ ତୁଳନାରେ ପାଣ୍ଡବମାନଙ୍କ ବେଶ୍ ଶକ୍ତିଶାଳୀ ଥିଲେ। ଭୀଷ୍ମ ଓ ଦ୍ରୋଣ ପ୍ରତିପକ୍ଷରେ ଥାଇ ମଧ୍ୟ ପାଣ୍ଡବମାନଙ୍କ ପ୍ରତି ସହାନୁଭୂତିଶୀଳ ଥିଲେ। ପୁନଶ୍ଚ ଶ୍ରୀକୃଷ୍ଣଙ୍କ ପରି ଚତୁର ରଣନୀତି କୁଶଳ ବ୍ୟକ୍ତି ଅର୍ଜୁନଙ୍କ ରଥର ସାରଥୀ ଥିଲେ। ତଥାପି ମଧ୍ୟ ଯୁଦ୍ଧର ଅବ୍ୟବହିତ ପୂର୍ବରୁ ଆତ୍ମୀୟ ସ୍ୱଜନମାନଙ୍କୁ ଦେଖି ତଥା ସେମାନଙ୍କର ଆସନ୍ନ ମୃତ୍ୟୁ କଥା ଚିନ୍ତା କରି ଅର୍ଜୁନଙ୍କର ଶରୀର ଅବସନ୍ନ ହୋଇପଡ଼ିଛି, ଅଙ୍ଗ ପ୍ରତ୍ୟଙ୍ଗ ଥରି ଉଠିଛି, ମୁହଁ ଶୁଖି ଯାଇଛି, ଶରୀର ରୋମାଞ୍ଚିତ ହୋଇ ଉଠିଛି, ଲୋମ ଟାଙ୍କୁରି ଉଠିଛି, ହାତରୁ ଗାଣ୍ଡୀବ ଧନୁ ଖସି ପଡ଼ିଛି, ଚର୍ମ ଦଗ୍ଧୀଭୂତ ହୋଇପଡ଼ିଛି, ସ୍ଥିର ହୋଇ ସେ ଠିଆ ହେବାକୁ ଅସମର୍ଥ ହୋଇପଡ଼ିଛନ୍ତି। ନିଜକୁ ସେ ଭୁଲି ଯାଇଛନ୍ତି, ମନ ଭ୍ରମିତ ହୋଇଛି, ପ୍ରତ୍ୟେକ କଥାରେ ସେ ଅମଙ୍ଗଳ ହିଁ ଦର୍ଶନ କରୁଛନ୍ତି। ଦୃଷ୍ଟେମଂ ସ୍ୱଜନଂ କୃଷ୍ଣ ଯୁଯୁତ୍ସୁଂ ସମୁପସ୍ଥିତଂ ସିଦନ୍ତି ମମ ଗାତ୍ରାଣୀ
मुखं च परिशुष्यति विपथुश्च शरीरे मे लोमहर्षश्च जायते गाण्डीवं संसृते हस्तात् त्वक् चैव परिदह्यते न च शक्नोमि अवस्थातुं भ्रमतीव च मे मनः निमित्तानि च पश्यामि विपरीतानि କେशव। ଏଠାରେ ଅର୍ଜୁନକୁ ଯେପରି ଏକ ଭୀରୁ କାପୁରୁଷ ଦୁର୍ବଳ ମନା ଓ ପଳାୟନପନ୍ଥୀ ରୂପେ ଚିତ୍ରଣ କରାଯାଇଛି, ତାହା ତାଙ୍କର ପ୍ରକୃତ ଚରିତ୍ର ସହିତ ମେଳ ରହୁନାହିଁ। ମନେ ହୁଏ ଯେ ମହାଭାରତକାର ବା ପରବର୍ତ୍ତୀ ସମୟରେ ମହାଭାରତର ସଂକଳନକର୍ତ୍ତା ଗୀତାକୁ ମହାଭାରତର ଅଂଶବିଶେଷ ବୋଲି ପ୍ରମାଣ କରିବା ପାଇଁ ଅର୍ଜୁନ ବିଷାଦ ଭୂମିକାରେ ସୃଷ୍ଟି କରିଥାଇ ପାରନ୍ତି। ମହାଭାରତ ଅନୁସାରେ କୁରୁକ୍ଷେତ୍ର ପଡ଼ିଆରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦ ପ୍ରକରଣ ଚାଲିଥିଲା ବେଳେ ରାଜପ୍ରାସାଦରେ ଥାଇ ସଞ୍ଜୟ ଦିବ୍ୟ ଦୃଷ୍ଟି ବଳରେ ସେ ସବୁକୁ ଧାରା ବିବରଣୀ ଦେଲା ପରି ଅକ୍ଷରତଃ ଧୃତରାଷ୍ଟ୍ରକୁ ଶୁଣାଉଥିଲେ। ଏହି ମାନ୍ୟତା ଆଧାରରେ ଗୀତାର ମହିମା କରିବାକୁ ଯାଇ କୁହାଯାଇଛି, ଗୀତାସୁ ଗୀତା କର୍ତ୍ତବ୍ୟା କିଂ नु ଶାସ୍ତ୍ର ବିସ୍ତରୌ ଯାହା ସ୍ୱୟଂ ପଦ୍ମନାଭସ୍ୟ ମୁଖ ପଦ୍ମାତି ବିନା ଶ୍ରୁତା। କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ଯଦି ସଞ୍ଜୟ ଅବିକଳ ଧୃତରାଷ୍ଟ୍ରଙ୍କୁ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦ ପରିବେଷଣ କରୁଥିଲେ, ତେବେ ଏହି ପ୍ରକରଣରେ ସମସ୍ତ ପାତ୍ର କ'ଣ ସଂସ୍କୃତ ଶ୍ଲୋକ ଉଚ୍ଚାରଣ କରି ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉଥିଲେ? ସେମାନେ ସମସ୍ତେ କ'ଣ କବି ଥିଲେ? କାରଣ ଗୀତା ଅନୁରୂପ ଛନ୍ଦରେ ରଚିତ ହୋଇଛି। ଗୀତା ଅନୁଷ୍ଟୁପ ଛନ୍ଦରେ ରଚିତ ହୋଇଛି। ଏସବୁ ବିଚାର କଲେ ଜଣାଯାଏ ଯେ ଏପରି କିଛି ଘଟଣା ହୋଇନଥିଲା। ବ୍ୟାସଦେବ ପ୍ରଚଳିତ ପରମ୍ପରା ଅନୁସାରେ ସମ୍ବାଦ ଶୈଳୀରେ ଗୀତାକୁ ସଂକଳନ କରିଥିଲେ। ଶ୍ରୀକୃଷ୍ଣଙ୍କ ପ୍ରତି ଥିବା ଲୋକନିଷ୍ଠାକୁ ଆହୁରି ଦୃଢ଼ୀଭୂତ କରିବା ପାଇଁ ସେ ଏହାକୁ ମହାଭାରତ ମଧ୍ୟରେ ସ୍ଥାନିତ କରିଦେଲେ। ଏ କଥା ନିମ୍ନ ଶ୍ଲୋକରୁ ଜଣାଯାଏ। ପାର୍ଥାୟ ପ୍ରତିବୋଧିतं ଭଗବତ୍ ନାରାୟଣେନ ସ୍ୱୟଂ ବ୍ୟାସେନ ଗ୍ରଥିतं ପୁରାଣ ମୁନିନା मध्ये ମହାଭାରତେ ଅଦିତାମୃତବର୍ଷିଣୀଂ ଭଗବତୀମଷ୍ଟଦଶାଧ୍ୟାୟିନୀଂ ଅଂ ତ୍ୱାମනුସନ୍ଦधामि ଭଗବଦ୍ଗୀତେ ଭବଦୃଷ୍ଟିନୀମ୍। ସୁତରାଂ ବର୍ତ୍ତମାନ ଆମେ ଯେଉଁ ଶ୍ରୀମଦ୍ ଭଗବତ୍ ଗୀତାର ପାରାୟଣ କରୁଛେ, ତାହା ବ୍ୟାସଙ୍କ ଦ୍ୱାରା ସଂକଳିତ, ଭଗବାନଙ୍କ ଦ୍ୱାରା କଥିତ ଅବିକଳ ମହାବାକ୍ୟ ନୁହେଁ। ଜନଶ୍ରୁତିରୁ ହେଉ ବା ଅନ୍ତର୍ଦୃଷ୍ଟି ଦ୍ୱାରା ହେଉ, ସେ ଯେତେବେଳେ ଗୀତା ଜ୍ଞାନକୁ ସଂସ୍କୃତ ଶ୍ଲୋକରେ ଛନ୍ଦୋବଦ୍ଧ କଲେ, ତାର ମୌଳିକ ଭାବ ତଥା ଶବ୍ଦ ମଧ୍ୟରେ ଅନ୍ତର ପଡ଼ିଥିବା ସ୍ୱାଭାବିକ ମନେ ହୁଏ। କ୍ରମଶଃ ଓମ୍ ଶାନ୍ତି।